Hello friends, this is Chabila here. Welcome to my channel Evirat Study Center. এই ভিডিওରେ ଆମେ ଡିସ୍କସନ୍ କରିବା OTT ପାଇଁ ଦିଲ୍ଲୀ ସୁଲତାନର କିଛି MCQs ଠିକ୍ ଅଛି। ଏହା ପୂର୍ବରୁ ଆମେ ବହୁତ ଗୁଡ଼େ MCQs କରିସାରିଛେ ଆଉ ଏଇଟା ଯେଉଁମାନେ ସୋସିଆଲ ଷ୍ଟଡିଜ୍ ପାଇଁ ପ୍ରିପେୟାର କରୁଛନ୍ତି ପେପର୍ 2 ପାଇଁ ଠିକ୍ ଅଛି କିମ୍ବା ଅନ୍ୟ କୌଣସି ଆପଣମାନେ ଏକ୍ଜାମ୍ ଦେଉଛନ୍ତି ଖାଲି OTT ବୋଲି ନୁହଁ ଆପଣ ଦେଖିପାରିବେ ଠିକ୍ ଅଛି। ଦିଲ୍ଲୀ ସୁଲତାନେଟ୍ର ତ ବହୁତ କିଛି କ୍ୱେଶ୍ଚନ୍ ଆସୁଛି। ଦେଖନ୍ତୁ 18 ନମ୍ବର କ୍ୱେଶ୍ଚନ୍, ସୁଲତାନୀ ଶାସନରେ କିଏ କେନ୍ଦ୍ର ଶାସନର ମୁଖ୍ୟ ଥିଲେ? ଆଚ୍ଛା, କେନ୍ଦ୍ର ଶାସନର ମୁଖ୍ୟ କେନ୍ଦ୍ର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ମୁଖ୍ୟ କିଏ ଥିଲେ? ସିମ୍ପଲ୍, ସୁଲତାନ ଥିଲେ। ସୁଲତାନ ପରେ ୱାଜିର ଥିଲେ। ଠିକ୍ ଅଛି, କ୍ଲିୟର। ବାରିଦ ଇ ମାମାଲିକ ସଦର ଇ ସଦର, ଠିକ୍ ଅଛି। ଏଇଟା ଅଲଗା ଡିପାର୍ଟମେଣ୍ଟ। ଆପଣ ଯେତେବେଳେ ମୁଁ କ୍ଲାସ୍ କରିଛି ଆପଣଙ୍କୁ କହିଛି ବାରିକ ମାମାଲି ଆଣ୍ଡ ସଦର ଇ ସଦର, ଏଇଟା ଆପଣ ଡିସ୍କସ୍ କରାହେଇଛି। କ'ଣ ସେଇଟା ଆପଣମାନେ କେଉଁ ଡିପାର୍ଟମେଣ୍ଟ ସେମାନେ ଅଛନ୍ତି ସେମାନେ ଆପଣ କମେଣ୍ଟ କରିପାରିବେ। ସୁଲତାନୀ ଶାସନ କାଳରେ ଅଣ ମୁସଲମାନମାନଙ୍କ ଠାରୁ କେଉଁ କର ଆଦାୟ କରାଯାଉଥିଲା? ମାନେ ଯେଉଁମାନେ ନନ୍ ମୁସଲିମଙ୍କ ଠାରୁ କେଉଁ କର ଆଦାୟ କରାଯାଉଥିଲା? ଜିଜିଆ କର, ଜାକତ, ଉସୁର, ତୀର୍ଥ। ସେଇଟା କେଉଁ କର କରାଯାଇଥିଲା? ଜିଜିଆ କର, ଅଣ ମୁସଲିମ। ଠିକ୍ ଅଛି, କ୍ଲିୟର। ଆଉ ମୁସଲିମମାନଙ୍କ ପାଇଁ ଜାକତ। କ୍ୱେଶ୍ଚନ୍ ନମ୍ବର 20, ସୁଲତାନୀ ଶାସନ କାଳରେ ସମୁଦାୟ କେତେ ପ୍ରକାର କର ପ୍ରଜାମାନଙ୍କ ଠାରୁ ଆଦାୟ କରାଯାଉଥିଲା? ସମୁଦାୟ କେତେ ପ୍ରକାର କର ଆଦାୟ କରାଯାଉଥିଲା ପ୍ରଜାମାନଙ୍କ ଠାରୁ? କେତେ ପ୍ରକାର କର ଆଦାୟ କରାଯାଉଥିଲା? ସେଇଟା ଦେଖିବେ 5 ପ୍ରକାର କର ଆଦାୟ କରାଯାଉଥିଲା। ଓକେ, ନେକ୍ସଟ କ୍ୱେଶ୍ଚନ୍ସ। ମାଲାବାର ମାଣ୍ଡୁଠାରେ ଥିବା ଜାମି ମସଜିଦ୍, ଯେଉଁ ଜାମି ମସଜିଦ୍ ଅଛି ଯେଉଁଟାକି ଆମର ମାଲବାର ମାଣ୍ଡୁଠାରେ, ଆଉ ହଜାଜ ମହଲ, ଏଇ ଜାମି ମସଜିଦ୍ ଆଣ୍ଡ ହଜାଜ ମହଲ ଯେଉଁ ମାଲବାର ଠାରେ ଅଛି, ମାଲବାର ମାଣ୍ଡୁଠାରେ ଅଛି, ସେଇଟା କାହା ଦ୍ୱାରା ନିର୍ମାଣ ହେଇଥିଲା? ସୋ ଅପସନ୍ସ ଆପଣଙ୍କ ପାଖରେ। ତ ଅପସନ୍ସ ନମ୍ବର ଡି ଯେଉଁମାନେ ଚୁଜ୍ କରିଛନ୍ତି ସେମାନେ ବିଲକୁଲ କରେକ୍ଟ। ଠିକ୍ ଅଛି, ଅହମ୍ମଦ ଶାହଙ୍କ ଦ୍ୱାରା ସେଇଟା କରାଯାଇଥିଲା। ନେକ୍ସଟ କ୍ୱେଶ୍ଚନ୍ସ, ନିମ୍ନୋକ୍ତ କେଉଁ ଶାସକ କୁତବ ମିନାର ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ? କୁତବ ମିନାର ଶେଷ କରିଥିଲା କିଏ? ସେ ହେଉଛନ୍ତି ଇଲତୁତମିଶ, କିନ୍ତୁ ଷ୍ଟାର୍ଟ କରିଥିଲା କିଏ? କୁତବୁଦ୍ଦିନ ଆଇବାକ। ରେଜା ହେଉଛନ୍ତି ଫାଷ୍ଟ ଓଭନ ମୁସଲିମ ଶାସକ, ସୁଲତାନୀ ଶାସକ ମୁସଲିମର। ଠିକ୍ ଅଛି, କ୍ଲିୟର। ଆଉ ଏସବୁ ଆମେ ଡିସ୍କସ୍ କରିସାରିଛେ କି କୁତବୁଦ୍ଦିନ ଆଇବାକର କ'ଣ ଇମ୍ପୋର୍ଟାଣ୍ଟ ପଏଣ୍ଟ, ବଲବାନଙ୍କର କେଉଁଟା ଇମ୍ପୋର୍ଟାଣ୍ଟ ପଏଣ୍ଟ, ମାନେ ଅଲଗା MCQs ଆପଣମାନେ ଦେଖିଛନ୍ତି ତାହେଲେ ଆପଣ ଜାଣିପାରିବେ। ଡିଟେଲ୍ସ ଡିସ୍କସନ୍ କରାହେଇଛି। କେତେ ଖ୍ରୀଷ୍ଟାବ୍ଦରେ ଗିୟାସୁଦ୍ଦିନ ବଲବନ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ? ସୋ କେତେ ଖ୍ରୀଷ୍ଟାବ୍ଦରେ ଗିୟାସୁଦ୍ଦିନ ବଲବନ କଥା କହୁଛି, ତ ସେଇଟା ହେଇଯିବ ଆପଣଙ୍କର ଆନ୍ସର ଅପସନ୍ ନମ୍ବର ସି, 1267। ଠିକ୍ ଅଛି, 1267 ଖ୍ରୀଷ୍ଟାବ୍ଦରେ ସେ ସିଂହାସନ ଆରୋହଣ କରିଥିଲେ। ଅର୍ଥାତ୍ ନେକ୍ସଟ ଯିବା ଆମେ କେତେ ଖ୍ରୀଷ୍ଟାବ୍ଦରୁ ଦାସ ବଂଶର ପତନ ଆରମ୍ଭ ହୋଇଥିଲା? କେତେ ଖ୍ରୀଷ୍ଟାବ୍ଦରୁ ଦାସ ବଂଶ ଧୀରେ ଧୀରେ ପତନ ହେବାରେ ଲାଗିଲା? ସେଇଟା ଆପଣ ଦେଖିବେ ନା 1287। ଅପସନ୍ ନମ୍ବର ସି ଯେଉଁମାନେ ଚୁଜ୍ କରିଛନ୍ତି ସେମାନେ ବିଲକୁଲ କରେକ୍ଟ। ଆଲାଉଦ୍ଦିନ ଖିଲଜି ସମୁଦାୟ କେତେ ବର୍ଷ ରାଜୁତି କରିଥିଲେ? ଆଲାଉଦ୍ଦିନ ଖିଲଜି କେତେ ବର୍ଷ ଶାସନ କରିଥିଲେ? 20 ବର୍ଷ, 20 ବର୍ଷ ସେ ଶାସନ କରିଥିଲେ। ନେକ୍ସଟ କ୍ୱେଶ୍ଚନ୍ସ, ଖିଲଜି ବଂଶର ଶେଷ ସୁଲତାନ କୁତବୁଦ୍ଦିନ ମୁବାରକ ଶାହାକୁ କେବେ ହତ୍ୟା କରାଯାଇଥିଲା? ଦେଖନ୍ତୁ ଏଇ ଇୟରର ରେୟାରଲି କ୍ୱେଶ୍ଚନ୍ ଆସେ, ସେମିତି ତ ଆସେନି, ଏଇଟା ଆପଣଙ୍କୁ ସେତିକି ଷ୍ଟ୍ରେସ୍ ନେବାର ନାହିଁ ହେଲା। ତ ଏଇଟା ହେଇଥିଲା 1320ରେ। ତାପରେ ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ସ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଦୌଲତାବାଦର ଆଧୁନିକ ନାମ? ଆଚ୍ଛା, ଦୌଲତାବାଦର ଆଧୁନିକ ନାମ କେଉଁଟା? ରେବତୀ, ମହୀଶୂର, କାଞ୍ଚିପୁରମ, ଔରଙ୍ଗାବାଦ ନା। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍ ଯିବା 28 ନମ୍ବର। এই କ୍ୱେଶ୍ଚନ୍ ଆପଣମାନେ ବି ଟ୍ରାଏ କରନ୍ତୁ। ଲୋଧି ବଂଶ ପରେ କେଉଁ ବଂଶରେ ଦିଲ୍ଲୀରେ ଶାସନ କରିଥିଲେ? ଲୋଧି ବଂଶ ପରେ କିଏ କରିଥିଲେ? ମୋଗଲ ବଂଶ ହିଁ କରିଥିଲେ ନା। ସିମ୍ପଲ୍ କ୍ୱେଶ୍ଚନ୍ସ, ବୁଝିପାରିଲେ? କ୍ଲିୟର। ନେକ୍ସଟ ଯିବା ଯେଉଁଟାକି ଆମର ପ୍ରଥମ ପାନିପଥ ଯୁଦ୍ଧ ହେଇଥିଲା ବାବର ଏବଂ ଇବ୍ରାହିମ ଲୋଧିଙ୍କ ସହିତ। କେବେ ହେଇଥିଲା? 1526ରେ। ଠିକ୍ ଅଛି, କ୍ଲିୟର। ନେକ୍ସଟ କ୍ୱେଶ୍ଚନ୍ସ,
ସୁଲତାନୀ ଶାସନରେ କିଏ ୱାଜିର ନାମରେ ପରିଚୟ ହେଇଥିଲା? କିଏ? ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ। କିଏ? ପ୍ରଧାନମନ୍ତ୍ରୀ ୱାଜିର। ଠିକ୍ ଅଛି, ମାନେ ୱାଜିର ମାନେ ଯେଉଁଟା ସୁଲତାନ ପରେ କିଏ ଥିଲେ ସେଟା ହେଉଛନ୍ତି ୱାଜିର। ବୁଝିପାରିଲେ? କ୍ଲିୟର? ନେକ୍ସଟ, ନିମ୍ନୋକ୍ତ କେଉଁ ଶାସକ ଅହମ୍ମଦାବାଦ ସହର କିଏ ପ୍ରତିଷ୍ଠା କରିଥିଲେ? ଅହମ୍ମଦାବାଦ ସହର କେଉଁ ଶାସକ ପ୍ରତିଷ୍ଠା କରିଥିଲେ? ଅହମ୍ମଦ ଶାହ, ସାୟଦ ଅହମ୍ମଦ ଶାହ ହେବ, କାହିଁକିନା ଅହମ୍ମଦ ଶାହର ସେମିତି ଆସୁଛି। ସେମିତି ହେବ କି? ୟେସ୍, ଅହମ୍ମଦାବାଦ ମାନେ ଅହମ୍ମଦ ଶାହ। ସିମ୍ପଲ କ୍ୱେଶ୍ଚନ୍। ତାପରେ ନେକ୍ସଟ କ୍ୱେଶ୍ଚନ୍, ହସ୍ତିନାବତୀ କେଉଁ ରାଜ୍ୟର ରାଜଧାନୀ ଥିଲା? କେଉଁ ରାଜ୍ୟର ରାଜଧାନୀ ଥିଲା ହସ୍ତିନାବତୀ? ହସ୍ତିନାବତୀ ବିଜୟନଗର। କାହାର? ବିଜୟନଗର। ଠିକ୍ ଅଛି। ଇଲତୁତମିଶଙ୍କ ରାଜତ୍ୱ କାଳରେ କେଉଁ ମଧ୍ୟ ଏସିଆରେ କେଉଁ ମଙ୍ଗଳ ଶାସକ ଆକ୍ରମଣ କରିଥିଲେ? ଆଚ୍ଛା, ଇଲତୁତମିଶଙ୍କ ସମୟରେ ଚେଙ୍ଗିଜ ଖାନ କରିଥିଲେ, ତେମୁର ଇବ୍ରାହିମ ଲୋଧି ତ ନୁହଁ, ତେମୁର ମଲିକ କଫୁର ତ ନୁହଁ, କିଏ ହେବ? ଚେଙ୍ଗିନ ଖାନ। କିଏ କହିଥିଲେ? ଚେଙ୍ଗିଜ ଖାନ। ତାପରେ 1236 ଖ୍ରୀଷ୍ଟାବ୍ଦରେ ନିମ୍ନୋକ୍ତ କେଉଁ ଶାସକ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ? 1236 ଖ୍ରୀଷ୍ଟାବ୍ଦରେ କେବେ କରିଥିଲେ? ନା ଇଲତୁତମିଶ ହେଇପାରେ, ଏଇଟା ଆନ୍ସର। ଆପଣ ଟିକେ ଚେକ୍ କରିବେ, ଇଲତୁତମିଶ ୟା ରେଜିଆ ସୁଲତାନ ହେବ। ଠିକ୍ ଅଛି, ରେଜିଆ ସୁଲତାନ। ଅପସନ୍ ନମ୍ବର ଏ ଯେଉଁମାନେ ଚୁଜ୍ କରିଛନ୍ତି ସେମାନେ କରେକ୍ଟ। ଏଇଟା ଗୋଟେ କ୍ୱେଶ୍ଚନ୍ କର। ସୁଲତାନୀ ଶାସନ କାଳରେ ସାମରିକ ରାଜସ୍ୱ ମାନେ ଆମର ଆର୍ମି ଡିପାର୍ଟମେଣ୍ଟରେ କିଏ ଥିଲେ? ଆର୍ମିର ଡିପାର୍ଟମେଣ୍ଟରେ କିଏ ଥିଲେ? ସେ ହେଉଛନ୍ତି ସୁଲତାନ ଦିୱାନ ଇନିଖା ମାମାଲିକ, ବାବରି ମାମାଲିକ। କିଏ ହେବ? ୱାଜିର ଥିଲେ। ସେ ସାମରିକ ଏବଂ ରାଜସ୍ୱ ଫାଇନାନ୍ସ ଡିପାର୍ଟମେଣ୍ଟ ବି ସେ ଦେଖୁଥିଲେ। ଦେଖିଲେ, ଏଇଟା ଆପଣ ମନେ ରଖନ୍ତୁ କି ୱାଜିର କ'ଣ କରୁଥିଲା, ଆଉ ୱାଜିର 2-3ଟି କାମ କରୁଥିଲା। ବୁଝିପାରିଲେ? ବାହାମନି ରାଜ୍ୟ କେତେ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା? ବାହାମନି ରାଜ୍ୟ, ଦେଖନ୍ତୁ ବାହାମନି ରାଜ୍ୟ ଏଥିପାଇଁ ଦେଇଛି, ସେ ସମସାମୟିକରେ ସେଇ ରାଜ୍ୟ ସେଟା ବିଜୟନଗର ହେଲା, ବାହାମନି ରାଜ୍ୟ ହେଲା, ଏଇଟା ଗଢ଼ି ଉଠିଥିଲା, ସେଥିପାଇଁ ଦେଇଛି। ଏଇଟା ବି ଆପଣ ଟିକେ ଟିକେ ଦେଖିବେ। ସେଟା ହେଉଛି 180 ବର୍ଷ ଶାସନ କରିଥିଲେ। ବୁଝିପାରିଲେ? ବାହାମନି ରାଜ୍ୟର ରାଜଧାନୀ କୋଉଟା ଥିଲା? ଗୁଲବଗା। ନେକ୍ସଟ କ୍ୱେଶ୍ଚନ୍, କି ନିମ୍ନ କେଉଁ ଖିଲଜି ରାଜତ୍ୱ ସମୟରେ ନିର୍ମିତ ହୋଇଥିଲା? ଖିଲଜିଙ୍କ ସମୟରେ କେଉଁଟା ହେଇଥିଲା? ଦେଖିବେ, ସେଇଟା ଫିରୋଜ ଶାହ କୋଟଲା। ଫିରୋଜ ଶାହ କୋଟଲା ଖିଲଜି ବଂଶଙ୍କ ସମୟରେ। ଏବେ ଯେଉଁ ଫିରୋଜ ଶାହ କୋଟଲା ଆମେ ଷ୍ଟାଡିୟମ ଯେଉଁ ଦେଖୁଛେ ଦିଲ୍ଲୀରେ, ବୁଝିପାରୁଛନ୍ତି? ସେଇଟା 38 ନମ୍ବର ଦେଖନ୍ତୁ, ଆଲ୍ଲା ଇ ଦରୱାଜା କେଉଁ ରାଜବଂଶର ରାଜତ୍ୱ ସମୟରେ ନିର୍ମିତ ହୋଇଥିଲା? କେଉଁ ରାଜସ୍ୱ ରାଜତ୍ୱ ସମୟରେ କୁହନ୍ତୁ? ଆଲ୍ଲା ଇ ଦରୱାଜା ଖିଲଜି ବଂଶକ ସମୟରେ। ପ୍ରଥମେ ଦିନାର ନାମକ ସ୍ୱର୍ଣ୍ଣ ମୁଦ୍ରା, ଦିନାର ନାମକ ସ୍ୱର୍ଣ୍ଣ ମୁଦ୍ରା, ଏଇଟା ବି କହିଛି ଆପଣଙ୍କୁ ହେଲା, ଏଇଟା ବି କହିଛି। ଦିନାର ନାମକ ସ୍ୱର୍ଣ୍ଣ ମୁଦ୍ରା କିଏ ପ୍ରଚଳନ କରିଥିଲେ? ସେ ହେଉଛନ୍ତି ମହମ୍ମଦ ବିନ୍ ତୁଗଲକ। ଠିକ୍ ଅଛି, ଏଇଟା ସବୁ କ୍ଲାସ୍ କରାଇଛି, ମାନେ ଡିଟେଲ୍ସ କ୍ଲାସ୍ କରାଯାଇଛି। ଏଇଟା ଆପଣ ଦେଖନ୍ତୁ। ଅଦାଡ଼ି ନାମକ ରୌପ୍ୟ ମୁଦ୍ରା କିଏ ପ୍ରଚଳନ କରିଥିଲେ? ଅଦାଡ଼ି ନାମକ ରୌପ୍ୟ ମୁଦ୍ରା କିଏ ପ୍ରଚଳନ କରିଥିଲେ? ମହମ୍ମଦ ବିନ୍ ତୁଗଲକ। ମହମ୍ମଦ ବିନ୍ ତୁଗଲକ, ଆପଣ ମନେ ରଖିବେ, ମୁଦ୍ରା କଥା ଯେତେବେଳେ ଆସିଲା ମହମ୍ମଦ ବିନ୍ ତୁଗଲକଙ୍କ ଟିକେ ଆପଣ ଦେଖିବେ। ସ୍ୱର୍ଣ୍ଣ ମୁଦ୍ରା କରିଥିଲେ, হ্যাঁ, ଦିନାର ନାମକ ରୌପ୍ୟ ମୁଦ୍ରା କରିଥିଲେ। ତ ଏଇଟା ଆପଣ ମନେ ରଖିବେ କି କ'ଣ କେମିତି, ଏଇଟା ଆପଣଙ୍କୁ ମନେ ରଖିବାକୁ ପଡ଼ିବ। ହେଲା, ଠିକ୍ ଅଛି, କ୍ଲିୟର? ନେକ୍ସଟ 42, ମୌତ କି ମସଜିଦ୍ କେଉଁ ରାଜବଂଶ ଶାସନ କାଳରେ ହେଇଥିଲା? ମୌତ କି ମସଜିଦ୍, ସୟଦ ଏବଂ ଲୋଧି। ସୟଦ ଏବଂ ଲୋଧି, ଏଇଟା ଦେଖିବେ ବହୁତ କମ୍ ତାଙ୍କର ଡିଟେଲ୍ସ ଦେଇଛି, ତ ଏଇଟା ଟିକେ ଆପଣ ମନେ ରଖିବେ। ଜାମା ମସଜିଦ୍ କେଉଁଠାରେ ଅବସ୍ଥିତ? ଦିଲ୍ଲୀରେ, ଗୁଲବର୍ଗରେ, ଭିତରେ? ଦିଲ୍ଲୀରେ ଥିବ ନା। ଜାମା ମସଜିଦ୍ ଆମେ କହୁଛେ 42ର, ସେଟା ଦିଲ୍ଲୀର ଜାମା ମସଜିଦ୍ ସେଟା ଅଲଗା, କିନ୍ତୁ ଗୁଲବର୍ଗରେ ଯେଉଁଟା ଦିଲ୍ଲୀ ସୁଲତାନ ସମୟ ସେଟା ହେଇଥିଲା ଜାମା ମସଜିଦ୍। ବୀର ନରସିଂହ ଦେବ ନିମିତ୍ତ କେଉଁ ବଂଶର ମୂଳଦୁଆ ପକାଇଥିଲେ? ବୀର ନରସିଂହ ଦେବ ନିମ୍ନୋକ୍ତ କେଉଁ ବଂଶର ମୂଳଦୁଆ କରିଥିଲେ? ନରସିଂହ ଦେବ ତୁଲୁଭ। ନେକ୍ସଟ କ୍ୱେଶ୍ଚନ୍, ବାହାମନି ରାଜ୍ୟର
ପତନ ପରେ ମୁଣ୍ଡ ଟେକିଥିବା ବେରାରର ଶାସକ କିଏ ଥିଲେ? ବାହାମଣୀ ରାଜ୍ୟର ପତନ ପରେ ମୁଣ୍ଡ ଟେକିଥିବା ବେରାରର ଶାସକ କିଏ ଥିଲେ? ସେ ହେଉଛନ୍ତି, ଆପଣ ଦେଖିବେ, ଇମଦାଦ ଶାହା। ନିମ୍ନୋକ୍ତ କିଏ ତୁଗଲକ ସହର ବସାଇଥିଲେ? ତୁଗଲକ ଏବେ ଆମେ ପଢ଼ିଲେ, କିଏ କରିଥିଲେ? ଗିୟାସୁଦ୍ଦିନ ତୁଗଲକ। ତୁଗଲକାବାଦ ତ ତୁଗଲକ ହିଁ କରିଥିବେ ନା। ଯେମିତି ଅହମ୍ମଦାବାଦ, ସରି ଆମେ କ'ଣ ପଢ଼ିଲେ? ଆଉ ଗୋଟେ ଯୋଉ ରିଲେଟେଡ୍ ପଢ଼ିଲେ, କ'ଣ ପଢ଼ିଲେ ଆମେ? ଟିକେ ରୁହନ୍ତୁ, ଭୁଲିଗଲି ଟିକେ। ଆମେ କୋଉଟା ଗୋଟେ ପଢ଼ିଲେ କି? ଦୌଲତାବାଦ नहीं है, ତା ଆଗରୁ ଆମେ କ'ଣ ପଢ଼ିଲେ? ହଁ, ଲୋଧି ବଂଶ ପଢ଼ିଲେ ଆମେ, ତାପରେ କ'ଣ ପଢ଼ିଲେ ରେ? ଅହମ୍ମଦାବାଦ ପଢ଼ିଲେ। ତ ଅହମ୍ମଦାବାଦ ତାହେଲେ ଅହମ୍ମଦ ଶାହା, ବୁଝିପାରିଲେ? ଠିକ୍ ସେମିତି ଆପଣ ମନେ ରଖିବେ ସେଇଟା। ନେକ୍ସଟ କ୍ୱେଶ୍ଚନ୍ସ 46ର କୋଟା ହେବ। ନିୟମିତ କେଉଁ ସୁଲତାନଙ୍କ ସମୟରେ ଆରବ ପର୍ଯ୍ୟଟକ ଇବନ ବତୁତା ଆସିଥିଲେ? ଇବନ ବତୁତା। ମହମ୍ମଦ ବିନ୍ ତୁଗଲକଙ୍କ ସମୟରେ। ଇବନ ବତୁତା ଇଲତୁତମିଶ ମାରିଦେବେନି, ଭୁଲ ହେଇଯିବ। ସୁଲତାନି ଶାସନ ସମୟରେ ଗ୍ରାମ୍ୟର ମୁଖିଆକୁ କ'ଣ କୁହାଯାଇଥିଲା? ୟେସ୍, ଗ୍ରାମ୍ୟର ଯେଉଁ ମୁଖିଆ ଥିଲେ ତାକୁ ମକଦ୍ଦମ କୁହାଯାଇଥିଲା, ଗ୍ରାମର ମୁଖିଆ। ସିରି ନାମକ ସ୍ଥାନରେ କିଏ ଦୁର୍ଗ ନିର୍ମାଣ କରିଥିଲେ, ବା ସିରି ନାମକ ସ୍ଥାନରେ ଥିବା ଦୁର୍ଗର ନିର୍ମାତା କିଏ? ଆଲାଉଦ୍ଦିନ ଖିଲଜି। ଠିକ୍ ଅଛି, ଆଲାଉଦ୍ଦିନ ଖିଲଜି ଯେଉଁମାନେ ଚୁଜ୍ କରିଛନ୍ତି ସେମାନେ ବିଲକୁଲ କରେକ୍ଟ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍ସ, ନିମ୍ନତ କେଉଁ ରାଜ୍ୟର ରାଜବଂଶ ରାଜିତ ସମୟରେ ଜମାହତ ଖାନ ମସଜିଦ ଓ ହାଦାର ସାତୁନ ରାଜପ୍ରସାଦ ନିର୍ମିତ ହୋଇଥିଲା? ଦେଖନ୍ତୁ କେତେ ବଢ଼ିଆ ବଢ଼ିଆ କ୍ୱେଶ୍ଚନ୍ସ ହେଲା, ତ ଏଟା ପଢ଼ନ୍ତୁ। କେଉଁ ରାଜବଂଶରେ ହେଇଥିଲା? ସେଟା ହେଉଛି ଖିଲଜିଙ୍କ ସମୟରେ। ଖିଲଜିଙ୍କ ସମୟରେ ବହୁତ ଗୋଟେ ହେଇଥିଲା, ସେଟା ଆପଣ ମନେ ରଖିବେ। ବାହାମଣୀ ରାଜ୍ୟର ପ୍ରତିଷ୍ଠାତା ହାସନ ଗାଙ୍ଗୁ କେଉଁ ଦେଶର ରାଜା ବାହାମଣଙ୍କ ବଂଶଧର ଥିଲେ ବୋଲି କୁହାଯାଇଥାଏ? କେଉଁ ବଂଶର? ଦେଖିବେ ଆପଣ, ପର୍ସିଆ। ଠିକ୍ ଅଛି, ଯେଉଁ ଆମର ବାହାମଣୀ ରାଜ୍ୟର ପ୍ରତିଷ୍ଠା ଥିଲେ ହାସନ ଗାଙ୍ଗୁ, ସେ ପର୍ସିଆ ଦେଶର ରାଜାର ବାହାମଣୀ ବଂଶଧର ଥିଲେ ବୋଲି କୁହାଯାଇଥାଏ। ନେକ୍ସଟ, ଢାଇ ଦିନକା ଝୋପଡ଼ା, এটা ଆପଣ ମନେ ରଖିବେ। ଢାଇ ଦିନକା ଝୋପଡ଼ା କ୍ୱେଶ୍ଚନ୍ ଆସେ, କିଏ କରିଥିଲା? କୁତବୁଦ୍ଦିନ ଆଇବାକ। ଠିକ୍ ଅଛି, ଏଇଟା କ୍ୱେଶ୍ଚନ୍ ଆସେ, ମନେ ରଖିବେ। ନିମ୍ନୋକ୍ତ କେଉଁ ଶାସକମାନଙ୍କ ଶାସନ କାଳରେ ଦିଲ୍ଲୀର ଦ୍ୱିତୀୟ ବାଗଦାଦ ରୂପେ ପରିଚିତ ହେଲା? କେଉଁ ବଂଶ, ସରି କେଉଁ ଶାସକଙ୍କ ସମୟ କାଳରେ? ଇଲତୁତମିଶ। ଏଟା ବି କ୍ୱେଶ୍ଚନ୍ ଆପଣଙ୍କୁ କରାଇଛି। ନେକ୍ସଟ କ୍ୱେଶ୍ଚନ୍ସ, ସୁଲତାନି ଶାସନର ଦିବାନ ଇ ଇନଖା କେଉଁ ଦାୟିତ୍ୱ କରିଥିଲେ? ଇନଖା ସେ ଚିଠିପତ୍ର। ଠିକ୍ ଅଛି, 53ର ଆମର ଚିଠିପତ୍ର ଦାବିରେ ସେ କରୁଥିଲେ, ବା କରସ୍ପଣ୍ଡିଂ ଇଂଲିଶରେ ଆମେ କହୁଛେ। ସୁଲତାନି ଶାସନ ନୀତି କେତୋଟି ସ୍ତରରେ କାର୍ଯ୍ୟକାରୀ କରିଥାଏ? ସେଟା ହେଉଛି 3ଟି ସ୍ତରରେ କାର୍ଯ୍ୟକାରୀ ଥାଏ। ଲାଷ୍ଟ କ୍ୱେଶ୍ଚନ୍ ଆମେ ଦେଖିବା। ଲାଷ୍ଟ କ୍ୱେଶ୍ଚନ୍ ଆମକୁ କ'ଣ କହୁଛି? ଲାଷ୍ଟ କ୍ୱେଶ୍ଚନ୍ କହୁଛି କି ନିମ୍ନୋକ୍ତ କେଉଁ ଶାସକ ଅବୁଲ ମୁଜାଫର ଆଲାଉଦ୍ଦିନ ବାହାମନ ଶାହା ଉପାଧି ଧାରଣ କରିଥିଲେ? କୁହନ୍ତୁ, ନିମ୍ନୋକ୍ତ କେଉଁ ଶାସକ କାହାକୁ କୁହାଯାଇଥିଲା? ବାହାମନ ଶାହା ଉପାଧି ଧାରଣ କରିଥିଲେ। ତ ସେଇଟା ହେଉଛି ଅପସନ୍ ନମ୍ବର ଆପଣଙ୍କର ହେଇଗଲା ହାସନ ଗାଙ୍ଗୁ। ହାସନ ଗାଙ୍ଗୁ ଯିଏକି ବାହାମଣୀ ରାଜ୍ୟର ପ୍ରତିଷ୍ଠାତା ଥିଲେ। ଆଶା କରୁଛି ଦିଲ୍ଲୀ ସୁଲତାନର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଆପଣଙ୍କୁ ପ୍ରୋଭାଇଡ଼ କରିଦିଆହେଲା, ଯେଉଁଟାକି ଆପଣଙ୍କୁ ଭଲ ଲାଗିଥିବ। ଖାଲି ଭଲ ଲାଗିଲେ ହେବନି, ଆପଣଙ୍କୁ ସେୟାର କରିବାକୁ ପଡ଼ିବ। ଠିକ୍ ଅଛି।